ଆଦର୍ଶ ମାୟାକୁ କହିବେ, ତମେ ପଲ୍ଲବୀଙ୍କ ସହିତ ଏଭଳି ବ୍ୟବହାର କାହିଁକି କରୁଛ ମା? ସାରା ଦୁନିଆକୁ ପଲ୍ଲବୀ ଭଲ ଲାଗୁଛନ୍ତି, କେବଳ ଏକା ତମକୁ ହିଁ ଲାଗୁନାହାନ୍ତି। ତାପରେ ମାୟା କହିବେ, ପୁରା ଦୁନିଆ ଆଖିରେ ପଟି ଭିଡ଼ା ହେଇଛି ଆଦର୍ଶ। ଏ ପିଲା କାହା ଆଖିକି ଦେଖା ନ ଗଲା ବୋଲି, ଅଥଚ ସମସ୍ତଙ୍କ ଆଗରେ ମୋ ନିୟମ ଭାଙ୍ଗି ମୋତେ କେତେ କଷ୍ଟ ଦଉଛି ସେ। କେବଳ ମୁଁ ବୁଝିପାରୁଛି, ଦୁନିଆ ନୁହେଁ। ତାପରେ ଆନନ୍ଦ କହିବେ, ମାୟା ମୁଁ ବୁଝିପାରୁନି ତମର କ'ଣ ହେଇଯାଇଛି। ଆରେ ତୁମେ କ'ଣ ଥିଲ, ଏବେ କ'ଣ ହେଇଯାଇଛ? କୁଆଡ଼େ ଗଲା ତମ ଗାମ୍ଭୀର୍ଯ୍ୟ ମାୟା? କୁଆଡ଼େ ଗଲା ତମ ସେ ମର୍ଦାଜା ଯାହା ଦିନେ ଶତ୍ରୁ ମନରେ ବି ଭୟ ସୃଷ୍ଟି କରୁଥିଲା? ତମେ ପଲ୍ଲବୀର ମୁହଁ ଚାହିଁବନି ବୋଲି କଥା ଉଠେଇଛ? ତୁମେ ଭୁଲି ଯାଉଛ ଏ ପଲ୍ଲବୀ ଦିନେ ତୁମ ଜୀବନ ବଞ୍ଚେଇଥିଲା। ତାପରେ ମାୟା କହିବେ, ହଁ ହଁ ମୁଁ କହିଥିଲି, ଆଉ ସେ ସବୁ ମନେ ଅଛି ମୋର। ସେ ସବୁ ଇଏ ଜାଣିଶୁଣି ସମସ୍ତଙ୍କ ଆଗରେ ନିଜକୁ ମହାନ ଦେଖେଇବା ପାଇଁ ଆଉ ମୋତେ ନିଚା ଦେଖେଇବା ପାଇଁ କରିଥିଲା। ତାପରେ ପଲ୍ଲବୀ କହିବେ, ମୁଁ କାହିଁ ସେ ସବୁ କରିବି ମାମା? ସେ ସବୁ କରି ମୁଁ କ'ଣ ହାସଲ କରିବି? ତାପରେ ମାୟା କହିବେ, ଆଦର୍ଶକୁ ହାସଲ କରିବା ପାଇଁ ତୁ ଏସବୁ କରୁଛୁ। ମୋ ପାଖରୁ ମୁଁ ଆଦର୍ଶକୁ ଛଡ଼େଇ ନେବା ପାଇଁ ତୁ ଏସବୁ କରୁଛୁ। ତାପରେ ଆନନ୍ଦ କହିବେ, ସାରା ଦୁନିଆ ଆସିଲେ ବି ତମକୁ କେହି ବୁଝେଇ ପାରିବେନି ମାୟା। ମନେ ରଖ, ଏଇ ସ୍ୱଭାବ ଯୋଗୁଁ ଦିନେ ତୁମେ ବର୍ବାଦ ହେଇଯିବ। ତାପରେ ମାୟା ପଲ୍ଲବୀକୁ କହିବେ, ଦେଖିଲୁ ତ ତୁ, ଦେଖିଲୁ ସମସ୍ତଙ୍କ ଆଖି ସାମ୍ନାରେ ତୁ ମହାନ, ଆଉ ମୁଁ କେତେ ନିଚ ହେଇଯାଇଛି। ଏଇ ସବୁ ହଉଛି ତୋରି ଚାଲ। କେବଳ ତୋରି ପାଇଁ ମୋତେ ମୋ ହଜବେଣ୍ଡ ପାଖରୁ ଗାଲି ଶୁଣିବାକୁ ପଡୁଛି। ଶୁଣ ପଲ୍ଲବୀ, ମୁଁ ମୋ ନିଷ୍ପତ୍ତିରେ ଆଜି ବି ଅଟଳ ଅଛି। ଏଇ ଜୀବନରେ ମୁଁ ତୋ ମୁହଁ କେବେ ବି ଦେଖିବିନି, କେବେ ବି ନୁହେଁ। ଆଉ ମୋ ନିଷ୍ପତ୍ତି କେତେ ଠିକ୍ ଥିଲା, ଆଜି ପୁଣି ତୁ ତାକୁ ପ୍ରମାଣ କରିଦେଲୁ। ଏମିତି କହି ମାୟା ଆଦର୍ଶକୁ କହିବେ, ୟାରି ପାଇଁ ତୁ ତୋ ମାଆକୁ ଆଜି ଇନସଲ୍ଟ କରୁଛୁ ନା ଆଦର୍ଶ? ତ ଶୁଣିନେ, ଦିନେ ନା ଦିନେ ତୋତେ ତୋ ମାଆର ଗୋଡ଼ ତଳକୁ ଆସିବାକୁ ପଡ଼ିବ ତୋ ମା ଗୋଡ଼ ତଳକୁ। ଏମିତି କହି ମାୟା ଥରିଯିବେ ଆଉ ଆଳତି ଥାଳି ତଳେ ପକେଇଦେବେ ଆଉ ଚାଲି ଯାଉଥିବେ। ତାପରେ ଆଦର୍ଶ କହିବେ, ତମେ ବି ଗୋଟେ କଥା ମୋର ଶୁଣି ରଖ ମା। କଥା ଯଦି ଗୋଡ଼ ତଳକୁ ଆସିବାଟି ଅଛି, ତାହେଲେ ମୁଁ ସବୁବେଳେ ତମ ଗୋଡ଼ ତଳ ପଡ଼ି ଆଶୀର୍ବାଦ ନେବାକୁ ଚାହୁଁଛି ମା। ଏବେ ଏମିତି ଲାଗୁଛି ହୁଏତ ତମେ ମୋତେ ଘୃଣା କରୁଛ ମା, ଆଉ ସେଇଥିପାଇଁ ତ ତମେ ପଲ୍ଲବୀଙ୍କୁ ତମ ଗୋଡ଼ରେ ଅଡ଼େଇ ଦଉଛ। ଠିକ୍ ଅଛି, ଏବେ ମୋ ନିଷ୍ପତ୍ତି ଅଟଳ ମା। ଲକଅପ୍ ଭିତରେ ମୁଁ ତୁମକୁ ଯାହା କହିଥିଲି ଏବେ ଠିକ୍ ସେଇଆ କହୁଛି। ଯୋଉ ପର୍ଯ୍ୟନ୍ତ ତମେ ପଲ୍ଲବୀଙ୍କ ମୁହଁ ଦେଖିବନି, ସେଇ ପର୍ଯ୍ୟନ୍ତ ମୁଁ ବି ତମକୁ ମୋ ମୁହଁ ଦେଖେଇବିନି ମା। ମୁଁ ମୁହଁ ଢାଙ୍କିକି ଆସିବି। ତାପରେ ମାୟା କିଛି ନ କହି ଚାଲିଯିବେ। ତାପରେ ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ ପ୍ଲିଜ, ମୁଁ ତୁମକୁ ମନା କରୁଥିଲି ନା, ତମେ ଜିଦି ଧରନି। ବାବା ତମେ ଯାଅ, ମାଙ୍କୁ ତମେ କ୍ଷମା ମାଗିବ। ଦେଖ ଆଦର୍ଶ, ମୁଁ ତୁମକୁ କହୁଛି, ତମେ ତାଙ୍କୁ କଷ୍ଟ ଦିଅନି। ମାର ମମତା ଦୁନିଆରେ ସବୁଠୁ ବଡ଼, ତା ଛଡ଼ା ଏ ଦୁନିଆରେ ଆଉ କିଛି ବି ବଡ଼ ନୁହଁ। ପ୍ଲିଜ ଆଦର୍ଶ, ତମେ ଯାଅ, ତାଙ୍କୁ କ୍ଷମା ମାଗ। ମୁଁ ତୁମକୁ ହାତ ଯୋଡୁଛି, ଯାଅ ପ୍ଲିଜ। ତାପରେ ଆଦର୍ଶ କହିବେ, ପଲ୍ଲବୀ, ନା ମୁଁ ମାଙ୍କୁ ଅପମାନ କରିଛି, ନା ମୁଁ ତମକୁ କଷ୍ଟ ଦେଇଛି। ଯଦି ଅପମାନ କେହି ହେଇଛି ତ ସେ ହେଉଛ ତମେ। ମା ହିଁ ତମକୁ ଅପମାନ କରିଛନ୍ତି। ତାପରେ ବିନୋଦ କହିବେ, ଆଦର୍ଶ, କିଛି କଥାରେ ବେଲେ ବେଲେ ମୁଣ୍ଡ ନୁଆଁଇ ତଳେ ଚଳିବାକୁ ପଡ଼େ। ପଲ୍ଲବୀ ଠିକ୍ କଥା କହୁଛି, ଯା ଆଦର୍ଶ। ତାପରେ ଆଦର୍ଶ କହିବେ, କିନ୍ତୁ ଦାଦା। ତାପରେ ରୁବି ଆଦର୍ଶକୁ କହିବେ, ଆଦର୍ଶ ଦେଖ ବାବା, ତୁ ଯଦି ପଲ୍ଲବୀ ଆସିବା ପୂର୍ବରୁ ମାୟା ହାତରୁ ଆଳତି ଉତାରି ନେଇଥାନ୍ତୁ, ତାହେଲେ ଏବେ ଏସବୁ ଦେଖିବାକୁ ମିଳି ନଥାନ୍ତା। ଆଉ ପୁଣି ତୁ କହୁଛୁ କ'ଣ ନା ମାୟା ମନରେ କଷ୍ଟ ଦେଉନୁ, ତାକୁ ଅପମାନିତ କରୁନୁ। ଆଉ କେମିତି କଷ୍ଟ ଦେଇଥାନ୍ତୁ ତାକୁ, ଆଉ କେମିତି ତାକୁ ଅପମାନିତ କରିଥାନ୍ତୁ। ଜାଣିଛୁ, ପୁଅ ଯଦି ସ୍ତ୍ରୀ ସାମ୍ନାରେ ମାଆକୁ ଛୋଟ କରିଦିଏ, ତାହେଲେ ଏ ଦୁନିଆରେ ମା ପାଇଁ ତାଠୁ ବଡ଼ ଅପମାନ ଆଉ କିଛି ବି ନଥାଏ। ତାପରେ ଆନନ୍ଦ କହିବେ, ରୁବି ଦିଦି, ଆପଣ ଟିକେ ଚୁପ୍ ରୁହନ୍ତୁ। ମୁଁ କହୁଛି, ଆଦର୍ଶ ସେଥିରେ କିଛି ଭୁଲ କହିନି। ମାୟା ସବୁବେଳେ ମାର ମମତା ଦେବାର ବାହାନା କରି ଆଦର୍ଶକୁ ଇମୋସନାଲ ବ୍ଲାକମେଲ କରି ଆସୁଛନ୍ତି। ଯଦି ଆଦର୍ଶ କହୁଛି ସେ ପ୍ରଥମେ ପଲ୍ଲବୀ ହାତରେ ତିଲକ ଆଉ ଆଳତି ନେବା ପାଇଁ ଚାହୁଁଛି, ତ ସେଥିରେ ଭୁଲ କ'ଣ କହୁଛି?
ଆଉ ଏ କଥାକୁ ନେଇ ଏତେ ବଡ଼ ହଙ୍ଗାମା କରିବା କ'ଣ ଦରକାର? ତାପରେ ପଲ୍ଲବୀ କହିବେ, କିନ୍ତୁ ବାବା, ଯଦି ମାମା ଏକଥା ଚାହୁଁଥିଲେ ତାହେଲେ ଆଦର୍ଶ ତାଙ୍କ ହାତରୁ ଆଳତୀ କରେଇ ନେଇଥିଲେ କ'ଣ ଫରକ ପଡ଼ିଥାନ୍ତା? ତାପରେ ଆଦର୍ଶ କହିବେ, ଫରକ ପଡ଼ିଥାନ୍ତା ପଲ୍ଲବୀ। ବହୁତ ହେଇଗଲା ଏସବୁ। ଆଉ କେବେ ନା କେବେ ତ ମୋତେ ଏସବୁ ଅଟକେଇବାକୁ ପଡ଼ିବ ନା। ଯଦି ମାଙ୍କୁ ଲାଗୁଛି କି ମୁଁ ତାଙ୍କୁ ଅପମାନ କରିଛି ତାହେଲେ ଠିକ୍ ଅଛି, ମୁଁ ତାହେଲେ ମାଙ୍କୁ କ୍ଷମା ମାଗିଦେବି। କିନ୍ତୁ ସେଇଥିପାଇଁ ତାଙ୍କ ପାଖରେ ଏ ଖବର ପହଞ୍ଚିବା ଦରକାର କି ପଲ୍ଲବୀଙ୍କର ଏ ଘରେ ଆଉ କେବେ ବି ଅପମାନ ହବନି। କେବେ ବି ନୁହେଁ। ପଲ୍ଲବୀ ଏ ଘରର ବୋହୂ, ତାଙ୍କୁ ଏ ସମ୍ମାନ ମୁଁ ନିଶ୍ଚୟ ତାଙ୍କୁ ଦେବି। ବହୁତ ହେଇଗଲା ଏସବୁ। ବହୁତ ଦିନ ହେଲା ମୁଁ ଚୁପ୍ ହେଇଗଲି। ଆଉ ସେଇଥିପାଇଁ ଯଦି ମାଙ୍କୁ ମୋତେ ବିରୋଧ କରିବାକୁ ପଡ଼େ ନା, ତାହେଲେ ମୁଁ ବିରୋଧ କରିବି।